ହ୍ୟାଲୋ ଫ୍ରେଣ୍ଡସ୍, ପ୍ରସାଦ ଏକାଡେମୀରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ଦେଖନ୍ତୁ, ଫାଇନାଲି ଓ ତ୍ରିପଲ ଏସି ତରଫରୁ କମ୍ବାଇନ୍ ରିକ୍ରୁଟମେଣ୍ଟ 1 ଆଣ୍ଡ କମ୍ବାଇନ୍ ରିକ୍ରୁଟମେଣ୍ଟ 2ର ଅଫିସିଆଲ ଆଡଭର୍ଟାଇଜମେଣ୍ଟ ଆସିଯାଇଛି। ତ ଚାଲନ୍ତୁ ଡିଟେଲରେ ଦେଖିବା କ'ଣ ରହିଛି ଆଡଭର୍ଟାଇଜମେଣ୍ଟରେ। ତ ତା ଆଗରୁ ଆପଣମାନଙ୍କୁ ଗୋଟେ ଛୋଟିଆ ଇନଫର୍ମେସନ ଦେଇଦେଉଛି। ତ ଯେଉଁମାନେ ବି ଓ ଡବଲ ଏସିର ସିଜିଏଲର ପ୍ରିଲିମ୍ ପାଇଁ ମକ୍ ଟେଷ୍ଟ ଚାହୁଁଛନ୍ତି, ଆପଣମାନଙ୍କୁ ମାତ୍ର 150 ଟଙ୍କାରେ 20ଟି ଫୁଲ୍ ଲେନ୍ଥ ମକ୍ ଟେଷ୍ଟର PDF ହ୍ୱାଟ୍ସଆପ୍ରେ ପ୍ରୋଭାଇଡ଼ କରାଯାଉଛି। ତ ଆପଣମାନେ 7978629026 এই ନମ୍ବରକୁ କଣ୍ଟାକ୍ଟ କରିକି ମକ୍ ଟେଷ୍ଟ ନେଇପାରିବେ। ତ ଫାଷ୍ଟରେ ଦେଖିବା ଆମେ କମ୍ବାଇନ୍ ରିକ୍ରୁଟମେଣ୍ଟ 1ର ଆଡଭର୍ଟାଇଜମେଣ୍ଟ। ତ ଏଥିରେ ଆପଣଙ୍କର କୋଉ ଭ୍ୟାକେନ୍ସି ଆଡ୍ ହେଇଛି ଦେଖନ୍ତୁ। ତ ଏଥିରେ ଆଡ୍ ହେଇଛି RI, ICDS ସୁପରଭାଇଜର, VAW, ଜୁନିୟର ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର, ଅମିନ୍ ଆଣ୍ଡ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର। ତ ଆପଣମାନଙ୍କର ଅନଲାଇନ୍ ଆବେଦନ ଷ୍ଟାର୍ଟ ହେଉଛି 7 ତାରିଖରୁ, ଲାଷ୍ଟ ଡେଟ୍ ହେଉଛି 7 ଫେବୃଆରୀ। ତ ଡିଟେଲ ପଦବୀ ଦେଖିବାକୁ ଗଲେ RIର 165, ICDS ସୁପରଭାଇଜର 286, VAWର 520, ଜୁନିୟର ଆସିଷ୍ଟାଣ୍ଟ 1237, ARIର 422, ଅମିନ୍ର 378, SFSର 242। ତ ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ RIର ତ ଯେଉଁମାନେ ଗ୍ରାଜୁଏସନ ପାସ୍ କରିଛନ୍ତି ତା ସହିତ ବୟସ 20ରୁ 42 ବର୍ଷ ଭିତରେ ହେଇଥିବ ସେମାନେ ଆବେଦନ କରିପାରିବେ। ICDS ସୁପରଭାଇଜର କେବଳ ମହିଳାମାନଙ୍କ ପାଇଁ, ନର୍ମାଲ ଗ୍ରାଜୁଏସନ ପାସ୍, ତ ବୟସ 21ରୁ 42। VAWର +2 ସାଇନ୍ସ ଯେଉଁମାନେ ପାସ୍ କରିଛନ୍ତି ସେମାନେ ଆବେଦନ କରିପାରିବେ। ବୟସ ଦେଖିବାକୁ ଗଲେ 21ରୁ 42। ଜୁନିୟର ଆସିଷ୍ଟାଣ୍ଟର ଦେଖିବାକୁ ଗଲେ ଯେଉଁମାନେ ନର୍ମାଲ ଗ୍ରାଜୁଏସନ ପାସ୍ କରିଛନ୍ତି ଆଉ ବୟସ 21ରୁ 42 ବର୍ଷ। ARI ଆଉ ଅମିନ୍ ପାଇଁ +2 ପାସ୍ କରିଥିଲେ ଆବେଦନ କରିପାରିବେ, ବୟସ 20ରୁ 42 ବର୍ଷ। SFSର ନର୍ମାଲ +2 ପାସ୍, ତ ଯେଉଁମାନେ +2 ପାସ୍ କରିଛନ୍ତି ସେମାନେ ଆବେଦନ କରିପାରିବେ, ବୟସ 21ରୁ 42 ବର୍ଷ। ତ ଏକ୍ଜାମ ଫି ଆପଣମାନେ ଜାଣିଥିବେ ଯୋଉଟା କି 500 ଟଙ୍କା ରଖାଯାଇଛି। ଆପଣ ଏକ୍ଜାମ ଦେଲା ପରେ ଏଇଟା ରିଫଣ୍ଡ ହେଇଯିବ। ତାପରେ ଦେଖନ୍ତୁ ଆପଣଙ୍କର ଆଉ କ'ଣ ଏଥିରେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ିକ ରହିଛି ମୁଁ କହିଦେଉଛି। ତ ଜୁନିୟର ଆସିଷ୍ଟାଣ୍ଟ ପାଇଁ ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଥିବା ଜରୁରୀ କୁହାଯାଇଛି। ଯଦି ଆପଣଙ୍କର ଏମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ ସାର୍ଟିଫିକେଟ ନାହିଁ ତାହେଲେ ଆପଣଙ୍କର ରେସିଡେଣ୍ଟ ସାର୍ଟିଫିକେଟ ଥିବାକୁ ପଡ଼ିବ ବୋଲି ଅନଲାଇନ୍ ଆପ୍ଲିକେସନ ସମୟରେ ଏଇଠି କୁହାଯାଇଛି। ତ ଆପଣଙ୍କର ଗୋଟେ ହିଁ ଷ୍ଟେଜର ଏକ୍ଜାମ ହେବ ଯୋଉଟାକି ଲିଖିତ ପରୀକ୍ଷା। ତ ଆପଣଙ୍କର ମ୍ୟାଥମେଟିକ୍ସ ଆସିବ 20 ମାର୍କ, GS ଆସିବ 20 ମାର୍କ, ଇଂଲିଶ ଆସିବ 20 ମାର୍କ, ଓଡ଼ିଆ ଆସିବ 15 ମାର୍କ, କମ୍ପ୍ୟୁଟର ଆସିବ 15 ମାର୍କ, ଲଜିକାଲ ରିଜନିଂ ଆସିବ ଆପଣଙ୍କର 10 ମାର୍କ। ତ ମୋଟ 100 ମାର୍କର ଏକ୍ଜାମ କଣ୍ଡକ୍ଟ କରାଯିବ। ତ ଏଥିରେ ନେଗେଟିଭ ମାର୍କିଂ ରଖାଯାଇଛି 0.25ର। ତ ଆପଣଙ୍କର ରିଟର୍ନ ସରିଲା ପରେ ପ୍ରାକ୍ଟିକାଲ ଟେଷ୍ଟ ହବ। ତ ପ୍ରାକ୍ଟିକାଲ ଟେଷ୍ଟ ଆପଣଙ୍କର 50 ମାର୍କର କଣ୍ଡକ୍ଟ କରାଯିବ। ତ ସମୟ ଦିଆଯିବ 1 ଘଣ୍ଟା। ତ ଇଏ ଥିଲା ଆପଣମାନଙ୍କର ଡିଟେଲ କମ୍ବାଇନ୍ ରିକ୍ରୁଟମେଣ୍ଟ 1ର ଅଫିସିଆଲ ଆଡଭର୍ଟାଇଜମେଣ୍ଟ। ତ ଏବେ ଦେଖିବା କମ୍ବାଇନ୍ ରିକ୍ରୁଟମେଣ୍ଟ 2। ତ ଏଥିରେ ଆପଣଙ୍କର ଫରେଷ୍ଟ ଗାର୍ଡ ଆଉ ଏକ୍ସାଇଜ କନଷ୍ଟେବଲ ରହିଛି। ଆର ବି ସେମ୍ ଡେଟ୍ରୁ ଅନଲାଇନ୍ ଆବେଦନ ଷ୍ଟାର୍ଟ ହେଉଛି ଯୋଉଟାକି 7 ଜାନୁଆରୀ ଟୁ 7 ଫେବୃଆରୀ। ତ ମୋଟ ପଦବୀ ଦେଖିବାକୁ ଗଲେ ଫରେଷ୍ଟରର 47ଟି ରହିଛି, ଫରେଷ୍ଟ ଗାର୍ଡର 854, ଏକ୍ସାଇଜ କନଷ୍ଟେବଲର 575। ତ ଫରେଷ୍ଟର ଯେଉଁମାନେ +2 ସାଇନ୍ସ ପାସ୍ କରିଛନ୍ତି ତା ସହିତ କମ୍ପ୍ୟୁଟର ନଲେଜ ବା ବେସିକ୍ କମ୍ପ୍ୟୁଟର ଉପରେ ନଲେଜ ଅଛି ସେମାନେ ପଦବୀଟାକୁ ଆବେଦନ କରିପାରିବେ। ବୟସ ହେଉଛି 18 ଟୁ 32 ବର୍ଷ। ଫରେଷ୍ଟ ଗାର୍ଡର ଯେଉଁମାନେ ନର୍ମାଲ 10th ପାସ୍ କରିଛନ୍ତି ସେମାନେ ପଦବୀଟାକୁ ଆବେଦନ କରିପାରିବେ, ବୟସ 18 ଟୁ 32 ବର୍ଷ। ଏକ୍ସାଇଜ କନଷ୍ଟେବଲର ଯେଉଁମାନେ +2 ପାସ୍ କରିଛନ୍ତି ସେମାନେ ପଦବୀଟାକୁ ଆବେଦନ କରିପାରିବେ, ବୟସ ହେଉଛି 21 ଟୁ 32 ବର୍ଷ। ତ ବୟସଟା ଆପଣଙ୍କର 1/1/2025କୁ କାଉଣ୍ଟ କରାଯିବ। ତାପରେ ଦେଖନ୍ତୁ ଏକ୍ଜାମ ଫି ଆପଣଙ୍କ ଯେମିତି 500 ଟଙ୍କା ରହିଛି ସେମିତି ରହିବ। ଦେଖନ୍ତୁ ଆପଣଙ୍କର ସିଙ୍ଗଲ ଷ୍ଟେଜ ରିଟର୍ନ ଟେଷ୍ଟ ହବ ଯୋଉଟାକି ଆପଣଙ୍କର ମ୍ୟାଥମେଟିକ୍ସ 20 ଆସିବ, GS ଆପଣଙ୍କର 25 ମାର୍କ, ଇଂଲିଶ 20 ମାର୍କ, ଓଡ଼ିଆ 15 ମାର୍କ, କମ୍ପ୍ୟୁଟର 20 ମାର୍କ। ତ ଟୋଟାଲ 100 ମାର୍କର ଏକ୍ଜାମ କଣ୍ଡକ୍ଟ କରାଯିବ। ତ ନେଗେଟିଭ ମାର୍କିଂ ରହିଛି 0.25ର। ତ ଆପଣଙ୍କର ଷ୍ଟେଜ 2 ଯୋଉଟାକି ଫିଜିକାଲ ଟେଷ୍ଟ ହବ, ମାନେ ଆପଣଙ୍କର ସେଥିରେ ଦୁଇଟା ହବ, ଫିଜିକାଲ ଷ୍ଟାଣ୍ଡାର୍ଡ ମେଜରମେଣ୍ଟ ଟେଷ୍ଟ ଆଉ ଆପଣଙ୍କର ଫିଜିକାଲ ଏଫିସିଏନ୍ସି ଟେଷ୍ଟ। ତ ଫରେଷ୍ଟ ଗାର୍ଡ ପାଇଁ ଫିଜିକାଲ ମେଜରମେଣ୍ଟ ଟେଷ୍ଟ ଦେଖନ୍ତୁ ମେନର ଯୋଉଟାକି ଜେନେରାଲ SCBC ଏସି ମାନଙ୍କ ପାଇଁ 168 ସେମି, ଚେଷ୍ଟ ହେଲା ମିନିମମ୍ 81 ସେମି, ST ପାଇଁ ହାଇଟ୍ ହେଲା 158 ସେମି, ଚେଷ୍ଟ ହେଲା 81 ସେମି। ଓମେନ ପାଇଁ ହାଇଟ୍ ଦେଖନ୍ତୁ ଯୋଉଟା କି ଜେନେରାଲ SCBC SC ST ମାନଙ୍କ ପାଇଁ 153 ସେମି ରଖାଯାଇଛି। ତାପରେ ଏକ୍ସାଇଜ କନଷ୍ଟେବଲ ଦେଖନ୍ତୁ ମେନ୍ ର ଯୋଉଟା କି ଜେନେରାଲ ଆଉ SCBC ପାଇଁ 168 ସେମି, ୱେଟ୍ ହେଲା 55 କେଜି,
ଅନଏକ୍ସପାଣ୍ଡେଡ୍ ଚେଷ୍ଟ ହେଲା 79 ସେମି, ଏକ୍ସପାଣ୍ଡେଡ୍ ହୋଇଥିବାକୁ ପଡ଼ିବ 5 ସେମି। ଓମେନ୍ ମାନଙ୍କ ପାଇଁ ଯୋଉଟାକି ଜେନେରାଲ ଏସବିସି ପାଇଁ ହାଇଟ୍ ରଖାଯାଇଛି 158 ସେମି, ମିନିମମ୍ ୱେଟ୍ ହେଲା 47.5 କେଜି। ଫିଜିକାଲ ଏଫିସିଏନ୍ସି ଟେଷ୍ଟ କ'ଣ ହବ ଦେଖନ୍ତୁ, ଫରେଷ୍ଟ ଗାର୍ଡର ୱାକିଂ ଟେଷ୍ଟ ଅଛି ଯୋଉଟାକି 25 କିଲୋମିଟର 4 ଘଣ୍ଟାରେ, ଆଉ ଫିମେଲ ମାନଙ୍କ ପାଇଁ ଯୋଉଟାକି ୱାକିଂ ଟେଷ୍ଟ ଫରେଷ୍ଟ ଗାର୍ଡର 16 କିମି 4 ଘଣ୍ଟାରେ। ତ ଏକ୍ସାଇଜ କନଷ୍ଟେବଲ କ'ଣ ରହିଛି ଦେଖନ୍ତୁ, ରନିଂ ଅଛି ଯୋଉଟାକି 1600 ମିଟର 7 ମିନିଟରେ, ଲଙ୍ଗ ଜମ୍ପ ଅଛି ଯୋଉଟାକି 3.66 ମିଟର 3ଟା ଆଟେମ୍ପ୍ଟରେ। ତ ଏତିକି ଆପଣମାନଙ୍କୁ କରିବାକୁ ପଡ଼ିବ ଯୋଉଟାକି ମେଲ୍ ମାନଙ୍କ ପାଇଁ। ତ ଫିମେଲ ପାଇଁ ରନିଂ 1600 ମିଟର 9 ମିନିଟରେ, ଲଙ୍ଗ ଜମ୍ପ ଅଛି 2.75 ମିଟର ଇନ୍ 3 ଚାନ୍ସ। ତ ଆପଣମାନଙ୍କୁ ଏତିକି କରିବାକୁ ହିଁ ପଡ଼ିବ। ତ ଇଏ ଥିଲା ଆପଣଙ୍କର ଡିଟେଲ ଭ୍ୟାକେନ୍ସି। ତ ଆପଣଙ୍କର ଯେତେ ଦୂର ସମ୍ଭାବନା କି ଆପଣଙ୍କର ଅନଲାଇନ୍ ଏକ୍ଜାମ ହେଇପାରେ। ତ ଆପଣମାନେ ଟିକେ ୱେଟ୍ କରନ୍ତୁ କନଫର୍ମେସନ ପାଇଁ, ଅନଲାଇନ୍ ହବ କି ଅଫଲାଇନ୍ ପାଇଁ। ଯଦି କିଛି ଅପଡେଟ୍ ଆସିବ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇବି। ଥ୍ୟାଙ୍କ ୟୁ।